ଲୋମ ଟାଙ୍କୁରା ଅତୀତ। ଆମେ ତାକୁ ନେଇଗଲୁ ହସ୍ପିଟାଲ। ସେଦିନ ସମୁଦ୍ର କୂଳରେ ବୁଲୁଥିଲା ବେଳେ ନଜର ପଡ଼ିଲା ଝିଅଟେ ଉପରେ। ନିରୋଳାରେ ବସି କାନ୍ଦୁଥିଲା ଆଉ ଖୁବ୍ ଉଦାସ ଜଣାପଡ଼ୁଥିଲା। ମୁଁ ଭାବିଲି ତା ପାଖକୁ ଯାଇକି ପଚାରିବି, କିନ୍ତୁ ମୁଁ ନିଜକୁ ଅଟକେଇ ଦେଲି। କାରଣ ପ୍ରତ୍ୟେକ ଦିନ ସଞ୍ଜ ନଇଲେ ସମୁଦ୍ର କୂଳକୁ ଅନେକ ଲୋକ ଆସନ୍ତି ନିଜ ମନକୁ ହାଲକା କରିବାକୁ, ଟିକେ ଶାନ୍ତି ଖୋଜିବାକୁ। କିନ୍ତୁ ତା ପରଦିନ 3 ଦିନ ପର୍ଯ୍ୟନ୍ତ ମୁଁ ସେଇ ଏକା ଅବସ୍ଥାରେ ଝିଅଟିକୁ ଦେଖିବା ପରେ ମନ ମୋର ବ୍ୟାକୁଳ ହେଲା। ମୁଁ ମୋ ସାଙ୍ଗ ସହ ତା ପାଖକୁ ଯାଇକି ତା ଉଦାସର କାରଣ ପଚାରିଲି, କିନ୍ତୁ ମୋ ଉପରେ ସେ ରାଗିଗଲା। କହିଲା, ତମେ କିଏ ମୋ ବ୍ୟକ୍ତିଗତ କଥାରେ ମୁଣ୍ଡ ପୁରେଇବାକୁ? ମୁଁ ଚୁପଚାପ ସେଠୁ ଫେରି ଆସିଲି। ଆଉ ଦିନେ ମଧ୍ୟ ତା ପାଖକୁ ଗଲିନି। କିନ୍ତୁ ଯେହେତୁ ମୋ ଘର ସମୁଦ୍ର ପାଖରେ ଥିଲା ତ ସବୁଦିନ ସେ ଗୋଟେ ଘଟଣା ମୋ ନଜରକୁ ଆସୁଥିଲା। ଏମିତି ପ୍ରାୟ 3 ମାସ ବିତିଗଲା। ଦିନେ ହଠାତ୍ ଝିଅଟି ଆମ ରୁମ୍ ପାଖକୁ ଆସିକି କହିଲା, ମୁଁ ଏଠି ଭଡ଼ା ରହିବାକୁ ଚାହୁଁଛି। ଆମେ କିଛି ସାଙ୍ଗ ମିଶିକି ସେଠି ଭଡ଼ା ରହୁଥିଲୁ। ସେ ଝିଅଟି ରହିଲେ ଭଡ଼ା ଆମକୁ କମ୍ ପଡ଼ିବ ଭାବିକି ତାକୁ ରୁମ୍ ସେୟାର କରିବାକୁ ରାଜି ହେଲୁ। ସେ ଆମ ସହ ରହିବା ଆରମ୍ଭ କଲା। କିନ୍ତୁ ପୂର୍ବ ପରି ସେ ଆମ ସହ କଥା ହେଉନଥିଲା। କ୍ଲାସ୍ ସରିବା ପରେ ଏକୁଟିଆ ଉଦାସ ରହୁଥିଲା। କିଛି ଦିନ ଏମିତି ବିତିବା ପରେ ଦିନେ ହଠାତ୍ ଝିଅଟିର ଦେହ ଖରାପ ହେଲା। ସେ ଜୋରେ ଜୋରେ ଥରୁଥିଲା। ଆଖିଗୁଡ଼ା କାଚ ବାଟି ପରି ବଡ଼ ବଡ଼ ହେଇଗଲା। ପାଟିରୁ ତାର ଲାଳ ବାହାରୁଥିଲା। ସାଙ୍ଗମାନେ ତାର ଏ ଅବସ୍ଥା ଦେଖି ଡରିଗଲେ। ମୁଁ କିନ୍ତୁ ତାକୁ ମୋ ଛାତିରେ ଭିଡ଼ି ଧରିଲି। ଭାବିଲି ସେ ଟିକେ ସ୍ଥିର ହେଇଯିବ। ହେଲେ ତା ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ିଯିବାରୁ ଆମେ ତାକୁ ହସ୍ପିଟାଲ ନେଇଗଲୁ। ସେଠି ଡାକ୍ତର ତାର ଅବସ୍ଥା ଦେଖି ପଚାରିଲେ, ତମର ଏମିତି ଅବସ୍ଥା କେବେଠୁ ହେଉଛି? ଝିଅଟି କହିଲା, ଏଇ 8 ମାସ ହେଲା ମୋ ସହ ଏମିତି ଘଟୁଛି। ସେଠି ଡାକ୍ତର ତାର ଚିକିତ୍ସା କଲା ପରେ ଆମେ ତାକୁ ନେଇ ଘରକୁ ପଳେଇ ଆସିଲୁ। ସବୁ ସାଙ୍ଗ ତାର ସେବା ଯତ୍ନ କଲୁ। ଫଳରେ ସେ ଶୀଘ୍ର ସୁସ୍ଥ ହୋଇଗଲା। ଏବେ ତାର ଆମ ଉପରେ ବିଶ୍ୱାସ ଆସିଲା କି କ'ଣ, ଆଗ ଭଳି ଚୁପ୍ ନ ରହି ମିଳାମିଶା କଲା। ଆଉ ମନ କଥା ଖୋଲି କହିଲା। ତାର ଅତୀତ ବିଷୟରେ ଶୁଣିବା ପରେ ଆମେ ସ୍ତବ୍ଧ ହେଇଯାଇଥିଲୁ। ଶରୀରର ଲୋମ ଯେମିତି ଟାଙ୍କୁରି ଯାଇଥିଲା। ଝିଅଟି କହିଲା, ପ୍ରକୃତରେ ସେ ଗୋଟେ ପୁଅକୁ ଦୀର୍ଘ 10 ବର୍ଷ ଧରି ଭଲ ପାଉଥିଲା। ସେମାନେ ପରସ୍ପରକୁ ସ୍କୁଲ ସମୟରୁ ଜାଣିଥିଲେ ଆଉ ଭଲ ମଧ୍ୟ ପାଉଥିଲେ। ବଡ଼ ହେବା ପରେ ଘର ଲୋକଙ୍କୁ ନିଜ ସମ୍ପର୍କ ବିଷୟରେ ଜଣେଇଲେ। କିନ୍ତୁ ଝିଅ ଘର ଲୋକ ଗୋଟେ ସର୍ତ୍ତ ରଖିଲେ ଯେ ପୁଅଟି ରୋଜଗାର କଲା ପରେ ହିଁ ସେମାନେ ବାହାଘର କରେଇବେ। ଉଭୟ ବହୁତ ଚିନ୍ତିତ ଥିଲେ। ଏହି ସମୟରେ ପୁଅଟିର ଭେଟ ହେଲା ଗୋଟେ ଏଜେଣ୍ଟ ସହ। ସିଏ କହିଲା କି ମୋତେ 2 ଲକ୍ଷ ଟଙ୍କା ଦେଲେ ମୁଁ ତମର ଚାକିରି କରେଇଦେବି। କିନ୍ତୁ ପୁଅଟି ବହୁତ ଗରିବ ଥିଲା। ଏତେ ଟଙ୍କା ଯୋଗାଡ଼ିବାର ସକ୍ଷମତା ତାର ନଥିଲା। ଏହି ସମୟରେ ଝିଅଟି ସାହାଯ୍ୟର ହାତ ବଢ଼େଇଲା। ତା ବାପା ମା ସମ୍ପର୍କୀୟମାନଙ୍କଠୁ ଟଙ୍କା ଯୋଗାଡ଼ିକି ତାକୁ ଦେଲା। ପୁଅଟି ସେ ଟଙ୍କା ନେଇ ଏଜେଣ୍ଟକୁ ଦେଇଦେଲା। କିନ୍ତୁ ବିଡ଼ମ୍ବନାର ବିଷୟ ଏହା ଯେ ସେ ଗୋଟେ ଠକ ଥିଲା। ଟଙ୍କା ନେଇ ସେ ଫେରାର ହେଇଗଲା। ଏ ଘଟଣାରେ ଦୁହେଁ ଭାଙ୍ଗି ପଡ଼ିଲେ। ଏ ସମୟରେ କିନ୍ତୁ ପୁଅଟି ଝିଅଟିକୁ ବୁଝେଇ କହିଲା, ତମେ ବ୍ୟସ୍ତ ହୁଅନି, ମୁଁ ନିଶ୍ଚୟ କିଛି ଚାକିରି କରିବି। ଝିଅଟିର ମଧ୍ୟ ତା ଉପରେ ବିଶ୍ୱାସ ଥିଲା। କାରଣ ପୁଅଟି ଗୋଟେ ଭଲ ଛାତ୍ର ଥିଲା। ସମୟକ୍ରମେ ପୁଅଟି ସରକାରୀ ଚାକିରି ପାଇ ଦୂରକୁ ପଳେଇଲା। ଉଭୟ ବହୁତ ଖୁସି ଥିଲେ। ଭଲ ପାଇବା ସେମାନଙ୍କ ଭିତରେ ଅଧିକ ନିବିଡ଼ ହେଲା। କିନ୍ତୁ କିଛି ଦିନ ପରେ ପୁଅଟି କହିଲା, ମୁଁ ଅଫିସ କାମରେ ମନ ଦେଇ ପାରୁନି। ନୂଆ ପୋଷ୍ଟିଂ, ଆମେ ଟିକେ କମ୍ କଥା ହେବା। ଏବେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା କମ୍ ହେଉଥିଲା। କେବଳ ଝିଅ ଆଡ଼ୁ ହିଁ ଫୋନ୍ ଯାଉଥିଲା। ପୁଅଟିର ଯେମିତି କିଛି ଆଗ୍ରହ ନଥିଲା। ଦିନେ ତ ସେ ପିଲାଟି କହିଲା, ତମେ ଆଉ ମୋତେ ଫୋନ୍ କରନି, ମୁଁ ଡିଷ୍ଟର୍ବ ହେଉଛି। ହାୟର ପୋଷ୍ଟ ପାଇଁ ପଢ଼ିବାକୁ ପଡ଼ୁଛି। ଝିଅଟି ଏବେ ପୁଅଟିର ଭଲ ପାଇଁ ଆଉ ଫୋନ୍ କଲାନି। କିନ୍ତୁ ଦିନେ ବହୁତ ମନ ପଡ଼ିବାରୁ ଝିଅଟି ରାତିରେ ତା ପାଖକୁ ଫୋନ୍ କଲା। ଏତିକି କଥାରେ ପୁଅଟି ତା ଉପରେ ଖୁବ୍ ଜୋରରେ ରାଗିଗଲା
ଆଉ ଫୋନ୍ କାଟିଦେଲା। କେତେ ସମୟ ପରେ ସେ ଦେଖିଲା ପୁଅଟି ତା ପାଖକୁ 2 ଲକ୍ଷ ଟଙ୍କା ଫେରସ୍ତ ପଠାଇ ଦେଇଛି। ଝିଅଟି ଭୋ ଭୋ ହୋଇ କାନ୍ଦି ପକାଇଲା। ମୋର ଏମିତି କ'ଣ ଭୁଲ ହେଇଗଲା ଯେ ସେ ଟଙ୍କା ପଠାଇ ଦେଲା? ତାପରେ ସେ ନିଷ୍ପତ୍ତି ନେଲା ଯେମିତି ହେଲେ ଯାଇ ତା ସାଙ୍ଗରେ ଦେଖା କରିବ। ତାର ଏମିତି ବଦଳି ଯିବାର କାରଣ କ'ଣ ପଚାରିବ। ତା ପରଦିନ ସେ ତା ବାପା ମାଆଙ୍କୁ ସାଙ୍ଗରେ ନେଇ ପୁଅଟି ସହ ଦେଖା କରିବାକୁ ବାହାରିଗଲା। କିନ୍ତୁ ସେଠି ପହଞ୍ଚି ଝିଅଟି ଯାହା ଦେଖିଲା ସେସବୁ ସେ କେବେ ସ୍ୱପ୍ନରେ ମଧ୍ୟ ଭାବିନଥିଲା। ପୁଅଟି 2 ମାସ ପୂର୍ବରୁ ବିବାହ କରିସାରିଥିଲା। ଝିଅର ବାପା ପୁଅଟିକୁ ପଚାରିଲେ, ତମେ ଏମିତି କେମିତି ମୋ ଝିଅକୁ ଧୋକା ଦେଇପାରିଲ? ପୁଅଟି ତା ସ୍ତ୍ରୀ ଆଗରେ କହିଲା, ଏସବୁ ମିଛ। ବାସ୍ ମୋର ତା ସହିତ କେବଳ ଟିକେ ଆକର୍ଷଣ ହେଇଯାଇଥିଲା। ମୁଁ କିନ୍ତୁ ତାକୁ କେବେ ଭଲ ପାଇନଥିଲି। ଝିଅଟି ଜଡ଼ ପାଲଟି ଯାଇଥିଲା। ପାଟିରୁ ତାର ଗୋଟେ ହେଲେ ଶବ୍ଦ ବାହାରିଲାନି। ସେ ସେଠି ଚେତାଶୂନ୍ୟ ହେଇ ପଡ଼ିଗଲା। ବାପା ମା ତାର ତାକୁ ଘରକୁ ନେଇ ଆସିଲେ। ସେବେଠୁ ତାର ଏଇ ରୋଗ ବାହାରିଛି। ସେ ପୁଅଟିକୁ ଭୁଲିବାକୁ ବହୁତ ଚେଷ୍ଟା କଲା, କିନ୍ତୁ ଭୁଲି ପାରିଲାନି। ବାପା ଭାବିଲେ ବାହାରେ ପଢ଼ାପଢ଼ିରେ ସମୟ ଦେଲେ ହୁଏତ ଝିଅ କାଳେ ପିଲାଟିକୁ ଭୁଲିଯିବ। ସେଥିପାଇଁ ଫ୍ୟାସନ୍ ଡିଜାଇନିଂରେ ଆଡ଼ମିସନ୍ କରେଇ ତାକୁ ଏଠି ଛାଡ଼ି ଦେଇଗଲେ। ଏଇ ଭିତରେ ଝିଅଟି ଅନେକ ଥର ଚେଷ୍ଟା କରିଛି ପୁଅଟିକୁ ଭୁଲିବାକୁ, କିନ୍ତୁ ଭୁଲି ପାରିନି। ତା କଥା ଶୁଣିବା ପରେ ଭଲ ପାଇବା ଉପରୁ ଯେମିତି ବିଶ୍ୱାସ ଉଠିଗଲା। ଆମେ ତାର ସାଥ ଦେଲୁ। ଏବେ ସେ ଆସ୍ତେ ଆସ୍ତେ ସେଥିରୁ ବାହାରି ଆସୁଛି। ଆମ ସାଙ୍ଗେ ମିଶି ହସୁଛି। ଆମେ ତାର ହସକୁ ଫେରେଇ ଆଣିବାକୁ ଚେଷ୍ଟା କରୁଛୁ। ଭିଡ଼ିଓଟିକୁ ପୁରା ଦେଖିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।